ଆଜିର ଏହି କାଳାଂଶକୁ ସ୍ୱାଗତ। ପିଲାମାନେ, ଆଜି ଆମେ ଝୁଲଣା 1 ବହିର ପାଠ 13 ରସଗୋଲାର ମଜା କାହାଣୀଟି ଆମେ ପଢ଼ିବା। ତେଣୁ ପିଲାମାନେ ମନ ଦେଇ ଏହି କାହାଣୀଟିକୁ ଶୁଣ ଏବଂ ବୁଝିବା ପାଇଁ ଚେଷ୍ଟା କର ଏବଂ ପ୍ରଶ୍ନର ଉତ୍ତର ଆବଶ୍ୟକ ସ୍ଥଳେ ଦିଅ। ତେବେ ଆସ ପିଲାମାନେ, ଏହି ମଜାଦାର କାହାଣୀଟି ଆମେ ଆରମ୍ଭ କରିବା। କାହାଣୀର ନାମ ରସଗୋଲାର ମଜା। ତେବେ ଆରମ୍ଭ କରିବା। ସେଜରେ ଶୋଇ ସନା ସପନ ଦେଖୁଥିଲା। ପିଲାମାନେ, ତୁମେ ନିଦରେ ଶୋଇଲା ବେଳେ କିପରି ସ୍ୱପ୍ନ ଦେଖ? ମନେ ପକାଅ। ଠିକ୍ ସେହିଭଳି ସନା ନାମକ ଏକ ପିଲା ଯିଏକି ସ୍ୱପ୍ନ ଦେଖୁଥିଲା। କ'ଣ ଦେଖିଲା ସ୍ୱପ୍ନରେ? ସେ ବହି ଧରି ପଢ଼ୁଛି। ସ୍ୱପ୍ନରେ ଦେଖିଲା ସେ ବହି ଧରି ପଢ଼ୁଛି। ତା ନାକରେ ରୋଷେଇ ବାସନା ବାଜିଲା। ତୁମେ ଯେତେବେଳେ ଘରେ ଥାଅ, ତୁମ ମା ତୁମ ପାଇଁ ସୁଆଦିଆ ଖାଦ୍ୟ ଯେତେବେଳେ ପ୍ରସ୍ତୁତ କରନ୍ତି, ତୁମର ନାକ ସାହାଯ୍ୟରେ ତୁମେ ଜାଣିପାରୁଛ କି ଆମର ଏହି ତରକାରୀ ହେଉଛି କି ସେହି ତରକାରୀ ହେଉଛି। ଯେଉଁ ବାସ୍ନା ଆସିଲେ ତୁମେ ଜାଣିପାରୁଛ। ତେଣୁ ସେହିଭଳି ତା ନାକରେ ବାସ୍ନା ବାଜିଲା ଯେ ରୋଷେଇ ଘରେ ସୁଆଦିଆ ଖାଦ୍ୟ ପ୍ରସ୍ତୁତ ହେଉଛି। ସେ ରୋଷେଇ ଘରକୁ ଅନେଇଲା। ସେଠାରେ ତାଟିଆରେ ଥିବା ରସଗୋଲା ଗୁଡ଼ିକ ଦେଖି ତା ପାଟିରୁ ଲାଳ ଗଡ଼ିଲା। ରୋଷେଇ ଘରେ ରସଗୋଲା ଦେଖି ତାର ପାଟିରୁ କ'ଣ ହେଲା? ଲାଳ ବାହାରିଲା। ପୁଣି ଡାଲାରେ ପାଚିଲା ପିଜୁଳି ଓ କମଳା ଥିଲା। ଡାଲାରେ ପାଚିଲା ପିଜୁଳି କମଳା ଥିଲା। ତାର ଭାରି ଲୋଭ ହେଲା, ଖାଇବା ପାଇଁ ଲୋଭ ହେଲା। ତାପରେ କ'ଣ ଦେଖ, ଏଇଠି ସ୍ୱପ୍ନରେ ପିଲାଟି କ'ଣ କରୁଛି? ପିଲାଟି ସ୍ୱପ୍ନ ଦେଖୁଛି, ବହି ପଢ଼ୁଛି ବସି। ତେଣୁ ମା ତା ରୋଷେଇ ଘରେ ବିଭିନ୍ନ ପ୍ରକାର ଖାଦ୍ୟ ପ୍ରସ୍ତୁତ କରୁଥିବାର ବାସ୍ନା ତା ନାକକୁ ବାଜିଲା। ତାପରେ ଦେଖିବା କ'ଣ ହେଇଛି। ସେ ଦେଖିଲା ମା ଭାତ, ଡାଲି, ଶାଗ ଭଜା ରୋଷେଇ ସାରି ଘରକୁ ବାହାରିଗଲେ। ସନା ଶୁଆଟିଏ ପାଳିଥାଏ। ସନା କ'ଣ ପାଳିଥାଏ? ଗୋଟିଏ ଶୁଆ ପାଳିଥାଏ। ସେ ଶୁଆର ନାଁ ଦେଇଥାଏ ମିଟୁଆ। ସନାର ଶୁଆର ନାଁ ମିଟୁଆ। ସେ କହିଲା, ମିଟୁଆରେ ତୁ ଖାଇବୁ ପିଜୁଳି, ମୁଁ ଖାଇବି ରସଗୋଲା। ତୁ ପିଜୁଳି ଖାଇବୁ, ମୁଁ ରସଗୋଲା ଖାଇବି। ରସଗୋଲା କି ସୁଆଦିଆ ସତେ! ସେ ଏଣେ ତେଣେ ଅନେଇ ରୋଷେଇ ଘରକୁ ପଶିଲା। ତାପରେ ସେ ରୋଷେଇ ଘରକୁ ପଶିଲା। ସେ ସେଠାକୁ ଯାଇ ରସଗୋଲା ତାଟିଆକୁ ଯେମିତି ହାତ ବଢ଼େଇଛି, ଦୁଇଟି ଅସରପା ସେଠାରେ ତା ଆଡ଼କୁ ନିଶ ଫୁଲେଇ ବଡ଼ ବଡ଼ ଆଖିରେ ଚାହିଁଲେ। ସେଇ ମିଠାରେ ଅସରପା ଥିଲେ ଏବଂ ଅସରପା ତା ଆଡ଼କୁ ଚାହିଁଲେ। ତାପରେ ଦେଖ କ'ଣ ହେଲା। ତାର ଅସରପାକୁ ଭାରି ଡର। ତେଣୁ ସେ ଭୟରେ ମା ମା ଡାକି ସେଠାରୁ ପଳେଇ ଆସିଲା। ମା ଡାକି ପଳେଇ ଆସିଲା। ସେ ଆସୁ ଆସୁ ରୋଷେଇ ଘର ଦୁଆରରେ ମାଡ଼ ହୋଇଗଲା। ଆସୁ ଆସୁ ରୋଷେଇ ଘର ଦୁଆରରେ ମାଡ଼ ହୋଇଗଲା। ଯେତେବେଳେ ମାଡ଼ ହୋଇଗଲା ନା, ତାର ନିଦ ଭାଙ୍ଗିଗଲା। ସେ ଶୋଇଥିଲା, ସେ ସ୍ୱପ୍ନ ଦେଖୁଥିଲା, ହେଲେ ରସଗୋଲା ନଥିଲା। ସେ ଖାଲି ସେଜରେ ବସି ପାଟି ଚାକୁ ଚାକୁ କରୁଥିଲା। ନିଦରେ ଶୋଇଥିଲା। ଯେତେବେଳେ ନିଦ ଭାଙ୍ଗିଗଲା, ସ୍ୱପ୍ନ ଭାଙ୍ଗିଗଲା, ସେତେବେଳେ ଦେଖିଲା ତା ପାଖରେ ରସଗୋଲା ନାହିଁ। କେବଳ ଶୋଇଛି ସେଜରେ ଏବଂ ପାଟି ଚାକୁ ଚାକୁ କରୁଛି। ପାଖରେ ରସଗୋଲା ନାହିଁ। ନିଦ ଭାଙ୍ଗିଗଲା। ତାପରେ ଦେଖିବା କ'ଣ ହେଇଛି। ବର୍ତ୍ତମାନ ଏହି କାହାଣୀଟି ଶେଷ ହୋଇଯାଇଛି। ତାପରେ ଆମେ ଏହି ପାଠର ପ୍ରଶ୍ନ ଉତ୍ତରକୁ ଆମେ ଆଲୋଚନା କରିବା। ପିଲାମାନେ ଦେଖ, କଥା ହେବା। କିଏ ଶୋଇ ସ୍ୱପ୍ନ ଦେଖୁଥିଲା? ଏଠି ଆମେ ଉତ୍ତର ଲେଖିବା, ସନା ଶୋଇ ସ୍ୱପ୍ନ ଦେଖୁଥିଲା।
ତାପରେ ଖ ନମ୍ବର ସନାର ପାଟିରୁ କାହିଁକି ଲାଳ ବାହାରିଲା? ସ୍ୱପ୍ନରେ ସୁଆଦିଆ ମିଠା ବା ରସଗୋଲା ଦେଖି ସନାର ପାଟିରୁ ଲାଳ ବାହାରିଲା। ଝୁଡ଼ିରେ କ'ଣ ସବୁ ଥିଲା? ଝୁଡ଼ିରେ ପାଚିଲା ପିଜୁଳି ଓ କମଳା ଥିଲା। ମିଟୁଆ କିଏ? ସନାର ଶୁଆର ନାମ ମିଟୁଆ। ସନା ଆସୁ ଆସୁ କେଉଁଠି ମାଡ଼ ହୋଇଗଲା? ସନା ଆସୁ ଆସୁ ଦୁଆରରେ ମାଡ଼ ହୋଇଗଲା। ସନା ନିଦ କାହିଁକି ଭାଙ୍ଗିଗଲା? ଯେତେବେଳେ ସନା ଦୁଆରରେ ମାଡ଼ ହୋଇଗଲା ସେତେବେଳେ ତାର ନିଦ ଭାଙ୍ଗିଗଲା। ତୁମେ ଦେଖିଥିବା ସ୍ୱପ୍ନ ବିଷୟରେ ସେଣ୍ଡ ସମସ୍ତଙ୍କୁ ଶୁଣାଅ। ତେଣୁ ପିଲାମାନେ ତୁମେ ଅନେକ ଥର ନାନା ପ୍ରକାର ସ୍ୱପ୍ନ ତୁମେ ଦେଖିଥିବ। ତେଣୁ ସେଇ ସ୍ୱପ୍ନକୁ ତୁମେ ଦେଖିଛ। ଆଉ କେତେକ ସ୍ୱପ୍ନ ତୁମର ସତ୍ୟ ହୋଇଥିବ ଏବଂ କେତେକ କେତେକ ମିଥ୍ୟା ହୋଇଥିବ। ତେଣୁ ଦେଖିଥିବା ଅନୁଭୂତି ବା ସ୍ୱପ୍ନକୁ ତୁମେ ସାଙ୍ଗମାନଙ୍କ ସହିତ ବର୍ଣ୍ଣନା କରିବ। 2 ନମ୍ବର ଚିତ୍ର ଗୁଡ଼ିକର ନାମ କହିବା। ସ ଅକ୍ଷରରୁ ଆରମ୍ଭ ହୋଇଥିବା ଚିତ୍ରରେ ଗୋଲ ବୁଲାଇବା। ଏଠି ଆମେ ଚିତ୍ରର ନାଁ କହିବା। ସ ଯେଉଁଠୁ ଆରମ୍ଭ ହୋଇଛି ତାକୁ ଗୋଲ ବୁଲାଇବା। ଏଠି ଶଗଡ଼, ପ୍ରଥମ ଚିତ୍ର ଶଗଡ଼ ସରେ ଆରମ୍ଭ ହୋଇଛି। ତେଣୁ ସ ଅକ୍ଷରରୁ ଆରମ୍ଭ ହୋଇଥିବା ଚିତ୍ରରେ ଆମେ ଗୋଲ ବୁଲାଇ ଦେବା। ଏଠି ବଲ୍, ତେଣୁ ବଲ୍ ବରେ ଆରମ୍ଭ ହୋଇଛି, ଆକୁ ଗୋଲ ଦେବା ନାହିଁ। ଏଇଟା ଶାମୁକା ଯାକ, ତେଣୁ ଶାମୁକା ସରେ ଆରମ୍ଭ ହୋଇଛି, ତେଣୁ ଏଠି ଗୋଲ ବୁଲାଇ ଦେବା। ଏଠି ସର, ସରେ ଆରମ୍ଭ ହୋଇଛି, ତେଣୁ ଆମେ ଏଠି ଥରରେ ଗୋଲ ବୁଲାଇ ଦେବା। ତାପରେ ଦେଖ ପିଲାମାନେ, ସାଙ୍ଗ ସହ କଥା ହୋଇ ଶବ୍ଦ ଗୁଡ଼ିକରେ ଥିବା ସ ଅକ୍ଷରକୁ ଚିହ୍ନିବା ଓ ଗୋଲ ବୁଲାଇବା। ଏଠି ସ ଯୋଉଠି ଅଛି ଗୋଲ ବୁଲାଇ ଦେବା। ଦେଖ ଏଠି ଶଗଡ଼ ଅଛି, ତେଣୁ ଆମେ ଶଗଡ଼ର ଗୋଲ ବୁଲାଇ ଦେବା ସ ଅକ୍ଷରରେ। ତାପରେ ଆଉ ଗୋଟେ ସ ଅଛି ଶିଉଳି, ଏଠି ସ ଅଛି, ତେଣୁ ସରେ ବୁଲାଇ ଦେବା। ଏଇଭଳି ଆମେ ଲେଖିବା। ଆସ ଦେଖି ଦେଖି ଲେଖିବା। ଏଠି ସ ଲେଖା ହେଇଛି, ଆମେ ଦେଖି ଦେଖି ସ କରିଦେବା। ଦେଖି ଦେଖି ସ କରିଦେବା। ସ ହେଲା। ଏଇଭଳି ଆମେ ଲେଖିବା। ଅକ୍ଷର ଯୋଡ଼ି ଶବ୍ଦ ଗଢ଼ିବା, ଲେଖିବା, ପଢ଼ିବା। ଏଠି ସ ଆଉ ର ଅଛି, କ'ଣ ହେବା? ଲେଖିବା ସର ଲେଖିବା। ସର ମିଶିଲେ ସ ର। ସୁ ଆ ମିଶେଇ ଲେଖିଦେବା ଶୁଆ। ତାପରେ ମଶା, ମଶା ଲେଖିଦେବା। ତାପରେ ଏଠି ଅଛି ଶାଗୁଆ, ଶାଗୁଆ। ତାପରେ ଆଗକୁ ଯିବା। ଆସ ପଢ଼ିବା। ଏଠି ଆମେ ପଢ଼ିବା ସର, ଶୁଆ, ଶଗଡ଼, ଶହେ, ଶାଳ କାଠ। ସେହିଭଳି ଶାମୁକା, ଶାଗ, ପିଜୁଳି, ଶିକୁଳି, ଶିଆଳି, ଶାଗୁଆ। ଏଇଭଳି ଆମେ ପଢ଼ିବା। ଶିଆଳି ଲଟା, ଶାଗୁଆ ପତର। ସ ଅକ୍ଷର ଥିବା ଶବ୍ଦ ତଳେ ଥିବା କୋଠରୀରେ ଠିକ୍ ଚିହ୍ନ ଦେବ। ସ ଅକ୍ଷର ଥିବା ଶବ୍ଦ ତଳେ ଯେଉଁଠି ସ ଅଛି ସେଠି ଆମେ ଠିକ୍ ଚିହ୍ନ ଦେବା। କାକୁଡ଼ି ସ ନାହିଁ, ତେଣୁ ଠିକ୍ ଚିହ୍ନ ଦେବାନି। ଚାଷ, ସ ଅକ୍ଷର ଅଛି, ତେଣୁ ଠିକ୍ ଚିହ୍ନ ଦେବା। ଆଖୁ, ଷଠି, ସ ଅଛି, ଷଠି ଲେଖିଦେବା। ତା ମଣିଷ, ମଣିଷ ନାହିଁ, ସ ନାହିଁ, ହଁ ସ ଅଛି ମଣିଷ, ତେଣୁ ଏଠି ଦେବା। ଆଠ, ଦେଖି ଦେଖି ଲେଖିବା।
ବର୍ତ୍ତମାନ ଆମେ ସ ଲେଖା ହେଇଛି, ତାକୁ ଦେଖି ଦେଖି ସ ଲେଖିବା। ପିଲାମାନେ ଦେଖୁଥ କେମିତି ଲେଖିବ ସୁନ୍ଦର କରି। ତାପରେ ଆଗକୁ ଯିବା। ତାପରେ ଦେଖ, ଅକ୍ଷର ଯୋଡ଼ି ଶବ୍ଦ ଗଢ଼ିବା, ଲେଖିବା, ପଢ଼ିବା। ଏଇଟା କ ସା ଯୋଡ଼ିବା, କଷା ଲେଖିବା, କ ସା। କଷି, ବରସ, ଏଠି ବରସ ଲେଖିବା। ମଣିଷ, ମଣିଷ। ଚାଷ, ଚାଷ, ଚାଷ। ଚଷମା ଲେଖିବା ଆମେ, ଚଷମା, ଚଷମା ଲେଖିଲେ। ତାପରେ ଆଗକୁ ଯିବା। ଆସ ପଢ଼ିବା। କଷି, ଚାଷ, ଚଷମା, ମଣିଷ, ଷାଠିଏ, ଆଷାଢ଼, କଷା, ମେଷ। ଏହିଭଳି ଆମେ ଚିତ୍ରଗୁଡ଼ିକର ନାମ କହିବା। ଯେଉଁ ଚିତ୍ର ନାମ ସ ଅକ୍ଷରରୁ ଆରମ୍ଭ ସେଥିରେ ଗୋଲ ବୁଲେଇବ। ଏଠି ସପୁରି ସ ଆରମ୍ଭ, ତେଣୁ ଏଠି ସରେ ଆମେ ଗୋଲ ବୁଲେଇ ଦେବା। ସାପ ସରେ ଆରମ୍ଭ, କଇଁଚ ସରେ ଆରମ୍ଭ ନାହିଁ। ସାତ, ବାନର ପ୍ରଶ୍ନ ମଝିରେ ଥିବା ସ ଅକ୍ଷରକୁ ସ ଅକ୍ଷର ଥିବା ଶବ୍ଦ ସ ଗାର ଟାଣି ଯୋଡ଼ିବା। ଏଠି ସ ଅକ୍ଷର ଅଛି, ତେଣୁ ସ। ସକାଳ, ତାପରେ ସଜ, ସର, ଏଇଭଳି ଲେଖିଦେବା। ଆସ ଦେଖି ଦେଖି ଲେଖିବା। ଏଠି ଦନ୍ତ୍ୟ ସ ଅଛି, ତେଣୁ ଆମେ ଦନ୍ତ୍ୟ ସ ଲେଖିଦେବା। ଦନ୍ତ୍ୟ ସ ଲେଖିବା। ସ, 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 ଏଇଭଳି ଆମେ ସୁନ୍ଦର ଅକ୍ଷର କରି ପେନସିଲରେ ଲେଖିବା। ଆସ ପଢ଼ିବା। ସାପ, ସତ, ସପୁରି, ସାଗର, ସକାଳ, ବାସନା, ସଡ଼କ। ତାପରେ ଖରା ଦିନ ଗଲା, ବର୍ଷା ଦିନ ଆସିଲା, ବରଷା ପାଣି ବରଷିଲା, ଗଛପତ୍ର ଶାଗୁଆ ଦିଶିଲା। ଏ ଅକ୍ଷର ଶବ୍ଦ ସହ ଏ ଅକ୍ଷରକୁ ଗାର ଟାଣି ଯୋଡ଼ିବା। ଏଠି ଏ ଯେଉଁଠି ଅଛି, ଏମୁ, ଏକତା ଯୋଡ଼ିବା। 11, ଆସ ଦେଖି ଦେଖି ଲେଖିବା। ଆମେ ଦେଖି ଦେଖି ଲେଖିବା। ତାପରେ 17, ଏ ଅକ୍ଷରକୁ ନେଇ ପଢ଼ିବା, ଶବ୍ଦ ଲେଖିବା। ଯେପରି 11, ସେଇଭଳି ଆମେ ଲେଖିବା। 11, ଏସବୁ, ଏସବୁ। ଏକାଠି, ଏକାଠି। ତାପରେ ଏପରି, ଏପରି। ଏସବୁ, ଏସବୁ।
18 ସାରଣୀରୁ ଅକ୍ଷର ନେଇ ଶବ୍ଦ ଗଢ଼ିବା ଯେପରିକି ସର ଅକ୍ଷର ନେଇ ଶବ୍ଦ ଗଢ଼ିବା ସେଭଳି ଏକ ଏକ ଲେଖିବା କଷି ଲେଖିଦେବା କଷି କଷି ଧନ ଲେଖିଦେବା ଧନ ତାପରେ ତାପରେ ମାଘ ମାସ ମାସ ଅଛି ମାସ ଲେଖିଦେବା ତାପରେ ସାପ ଏକ ତାପରେ ଆଗକୁ ଯିବା ଚିତ୍ର ଦେଖି ତାର ନାମ ଲେଖିବା ଚିତ୍ର ଦେଖି ନା ଲେଖିବା ଏଠି ସାପ ଅଛି ତେଣୁ ଏଠି ସାପ ଲେଖିବା ସାପ ଏଠି ପଣସ ଲେଖିଦେବା ପଣସ ଏଟା ସର ଲେଖିଦେବା ଏଟା ଘୋଡ଼ା ଗାଡ଼ି ଘୋଡ଼ା ରସଣ ଏଠି ଅଛି ରସଣ ଏଠି 11 ତାପରେ ଆମେ ଆସ ପଢ଼ିବା ଆଷାଢ଼ ମାସର ଶେଷ ଶନିବାର ଶନିଆ ଥଳିଟିଏ ଧରି ହାଟକୁ ଗଲା ଶାଗ ସାରୁ କଷି କାକୁଡ଼ି ଆଣିଲା ଏସବୁ ଧରି ଖୁସିରେ ଘରକୁ ଫେରିଲା ବର୍ତ୍ତମାନ ଏହି ପାଠଟି ସମ୍ପୂର୍ଣ୍ଣ ହେଲା ପରବର୍ତ୍ତୀ କ୍ଲାସରେ ପୁଣି ଏକ ନୂଆ ପାଠ ନେଇ ଆଲୋଚନା କରିବା ବର୍ତ୍ତମାନ ପାଇଁ ବିଦାୟ ନେଉଛି।